ସୁକିନ୍ଦା ଅଞ୍ଚଳରୁ ମାନସିକ ବିକୃତ ଜଣେ ଯୁବତୀ ନିଖୋଜ ଥାନାରେ ଅଭିଯୋଗ। ସୁକିନ୍ଦା ଅଞ୍ଚଳରୁ ଜଣେ ମାନସିକ ବିକୃତ ଯୁବତୀ ନିଖୋଜ ଥାନାରେ ଅଭିଯୋଗ। ସୂଚନା ମୁତାବକ ସୁକିନ୍ଦା ଥାନା ଅଞ୍ଚଳରୁ ଜଣେ ମାନସିକ ବିକୃତ ଯୁବତୀ ନିଖୋଜ ହୋଇଥିବା ନେଇ ସୁକିନ୍ଦା ଥାନାରେ ଲିଖିତ ଅଭିଯୋଗ ହୋଇଛି। ସେହି ମାନସିକ ବିକୃତ ଯୁବତୀଙ୍କୁ ସ୍ଥାନୀୟ ମୁସଲମାନ ସାହିର କିଛି ଯୁବକ ଅପହରଣ କରିନେଇଥିବା ନେଇ ପୋଲିସ ସନ୍ଦେହ କରି ଥାନାରେ କିଛି ଯୁବକଙ୍କୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି ପୋଲିସ। ସୂଚନା ମୁତାବକ ଗତ ଶନିବାର ଦିନ ସୁକିନ୍ଦାରେ ଥିବା ନିକନାଥରୁ ଜଣେ ମାନସିକ ବିକାରଗ୍ରସ୍ତ ଯୁବତୀ ନିଖୋଜ ଥିବା ସୁକିନ୍ଦା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୋଲିସ ପକ୍ଷରୁ ଏହି ଘଟଣାର ତଦନ୍ତ ଆରମ୍ଭ ହେବା ପରେ ଘଟଣାର ଭିନ୍ନ ମୋଡ଼ ନେଇଥିବା ଶୁଣିବାକୁ ମିଳିଛି। ନିଖୋଜ ଯୁବତୀଙ୍କୁ ସ୍ଥାନୀୟ ଅଞ୍ଚଳର କିଛି ମୁସଲମାନ ଯୁବକ ସେହି ରାତିରେ ସୁକିନ୍ଦା ପଥରୁ ଅପହରଣ କରିଥିବା ଚର୍ଚ୍ଚା ଜୋର ଧରିଛି। ପୋଲିସ ଏହି ଘଟଣାର ତଦନ୍ତ କରିବା ସହ ସ୍ଥାନୀୟ ଅଞ୍ଚଳର କିଛି ମୁସଲମାନ ଯୁବକଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଥିବା ସୋମବାର ସନ୍ଧ୍ୟା 7 ଘଟିକା ସମୟରେ ଦେଖିବାକୁ ମିଳିଛି।